ଆପଣ ଦେଖନ୍ତୁ ସେମାନେ ବର୍ଷେ ପୂରିବାକୁ ଯାଉଛି ଆଗାମୀ 12 ତାରିଖ ଦିନ ଜୁନ 12 ତାରିଖରେ ସେ କ'ଣ କ'ଣ ପ୍ରତିଶ୍ରୁତି ଦେଇଥିଲେ କେତେ ପାଳନ କରିଛନ୍ତି ସେ ଆଗ ସେ ଉତ୍ତର ରଖି ସାରନ୍ତୁ ଏବଂ ଆମେ ମଧ୍ୟ ତାଙ୍କୁ ଅନେକ ପ୍ରଶ୍ନ ପଚାରିବାର ଅଛି ପଚାରିବୁ ଟିକେ ଧୈର୍ଯ୍ୟ ଧରନ୍ତୁ ସେଇଟା ତାଙ୍କର ନିର୍ବାଚନ ଇସ୍ତାହାର ଭିତରେ ଥିଲା ଆମେ ଜରୁର ପ୍ରଶ୍ନ ପଚାରିବୁ ଅପେକ୍ଷା କରନ୍ତୁ ବର୍ଷେ ହେଲା ସରକାର ଅଛି ଦାୟିତ୍ୱ ତାଙ୍କର ନିଜ କାନ୍ଧରୁ ଜୁଆଳି ଖସିକି ଅନ୍ୟ ଉପରକୁ ଠେଲିଦେବା ଠିକ ନୁହଁ ଯିଏ ସରକାର ସିଏ ଉତ୍ତର ଦେବ ସେ ଖୋଜିକି ବାହାର କରିବେ ତାଙ୍କର କ'ଣ କରିବା ଅଛି ସେ କରନ୍ତୁ ସବୁ କଥା 24 ବର୍ଷ ତାହେଲେ ତମେ ସରକାରକୁ ଆସିଲ କାହିଁକି ଲୋକ ତମକୁ ଭରସା କଲେ ସରକାରକୁ ଆଣିଲେ ଯୋଉଟା କରିପାରୁଛ ବାହାଦୁରୀ ଦେଖୁଛ ଯୋଉଟା କରିପାରୁନ ସେଟା 24 ବର୍ଷ ହେଲା ହେଇନି ଆମେ କ'ଣ ପାରୁନୁ ତମର ଅକ୍ଷମତା କାହିଁ ପ୍ରକାଶ କରୁଛ ଆସନ୍ତାକାଲି 21 ତାରିଖ ମେ ମାସ ବୁଧବାର ଦିନ ସକାଳ 9ଟାରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯିବ ଏବଂ ତାପରେ ନେତୃବୃନ୍ଦ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବେ ଦାବି ରଖିବେ ଯେ ଇଞ୍ଜିନିୟରିଂ ମେଡିକାଲ ଟେକ୍ନିକାଲ ସବଜେକ୍ଟରେ ଓବିସି ମାନଙ୍କୁ ଯେଉଁ 0 ମିଳୁଛି ତାକୁ ତୁରନ୍ତ 27% କରାଯାଉ ଏବଂ SC ST ଙ୍କୁ ଯେଉଁ 20% ମିଳୁଛି ତାକୁ 38.75% କରାଯାଉ ଯଦି ସରକାର ଏ ଦାବିକୁ ଗ୍ରହଣ ନ କରିବେ ଆସନ୍ତାକାଲି ଆନ୍ଦୋଳନର ଅୟାରମ୍ଭ ତାପରେ ବିଭିନ୍ନ ଜାଗାରେ ତୀବ୍ର ଆନ୍ଦୋଳନ ହେବ ସେଇଥିପାଇଁ ଆମେ ସରକାରଙ୍କୁ ଆହ୍ୱାନ ଜଣାଉଛୁ ତୁରନ୍ତ ଏ ଦାବିକୁ ମାନି ନିଅନ୍ତୁ ଏବଂ ଓଡ଼ିଶାର 54% ଓବିସି 38 ବା 39% ହେଉଛନ୍ତି SC ST ତାଙ୍କ କଥା ବୁଝନ୍ତୁ।